ଦର୍ଶକ ବନ୍ଧୁ, ଯେଉଁ ଅନୁପ୍ରବେଶକାରୀମାନଙ୍କୁ ରାଜ୍ୟ ସରକାର ରାଜ୍ୟରୁ ବିତାଡ଼ିତ କରିବା ପାଇଁ ତତ୍ପରତା ଦେଖାଇଛନ୍ତି, ସେହି ଅନୁପ୍ରବେଶକାରୀମାନଙ୍କ ସହ କାରବାର କରିବା କ'ଣ ବେଆଇନ ନୁହେଁ? ଏହା କ'ଣ ଆମ ରାଜ୍ୟର ସ୍ୱାର୍ଥ ଓ ସୁରକ୍ଷାରେ କ୍ଷତି ପହଞ୍ଚାଉ ନାହିଁ? ଅଗଷ୍ଟ 15 ଆଉ ଜାନୁଆରୀ 26ରେ ତ୍ରିରଙ୍ଗା ତଳେ ଛିଡ଼ା ହୋଇ ବନ୍ଦେ ମାତରମ୍ର ନାରା ଦେଇଦେଲେ କେହି ଦେଶଭକ୍ତ ହୋଇଯାଆନ୍ତି ନାହିଁ। ଦେଶ ଓ ରାଜ୍ୟର ସ୍ୱାର୍ଥ ଓ ସୁରକ୍ଷାକୁ ଦୃଷ୍ଟିରେ ରଖି ଦେଶ ବିରୋଧୀ କାର୍ଯ୍ୟକଳାପକୁ ଯିଏ ବିରୋଧ କରିଥାଏ, ରାଜ୍ୟ ଓ ଦେଶବାସୀଙ୍କୁ ଯିଏ ଏହି ବାବଦରେ ସଚେତନ କରିଥାଏ, ତାକୁ ହିଁ ଆମେ ଦେଶଭକ୍ତ କହିପାରିବା। ପରିଶେଷରେ ମୁଁ ଗୋଟିଏ କଥା କହିବି ଦର୍ଶକ ବନ୍ଧୁ, ଆଜିର ଏହି ଅବହେଳା ଆଉ ଅଣଦେଖା ଆଗାମୀକାଲି ଆମର ପରପିଢ଼ି ପାଇଁ ଯେମିତି କଣ୍ଟା ପାଲଟି ନଯାଉ।